କ'ଣ ତୁମେ ଜାଣ ଯେ ପ୍ରଭୁ ଜଗନ୍ନାଥଙ୍କର ପ୍ରକୃତ ରୂପ ପଥର ମୂର୍ତ୍ତି ନୁହଁ, ବରଂ ଏକ ଚମକଦାର ନୀଳ ପଥର ଥିଲା, ଯାହାକୁ ନୀଳମାଧବ କୁହାଯାଉଥିଲା। ସେହି ଦିବ୍ୟ ପଥର କେଉଁଠାରେ ଅଦୃଶ୍ୟ ହୋଇଗଲା ଏବଂ ଭଗବାନ କାହିଁକି ଏକ ଅସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ ହୋଇଗଲେ? ଏହି କାହାଣୀ ମାଲ୍ୟର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଠାରୁ ଆରମ୍ଭ ହୁଏ। ସେ ଜାଣିପାରିଲେ ଯେ ଓଡ଼ିଶାର ଘନ ଜଙ୍ଗଲରେ ଭଗବାନ ବିଷ୍ଣୁଙ୍କୁ ନୀଳମାଧବ ରୂପରେ ପୂଜା କରାଯାଏ। ରାଜା ତାଙ୍କର ମନ୍ତ୍ରୀ ବିଦ୍ୟାପତିଙ୍କୁ ଖୋଜିବାକୁ ପଠାଇଲେ। ବିଦ୍ୟାପତି ଜଙ୍ଗଲରେ ବୁଲିବା ସମୟରେ ଆଦିବାସୀ ମୁଖିଆ ବିଶ୍ୱାବସୁଙ୍କ ନିକଟରେ ପହଞ୍ଚିଲେ, ଯିଏ ଗୁମ୍ଫାରେ ଗୁପ୍ତ ଭାବରେ ନୀଳମାଧବଙ୍କୁ ପୂଜା କରୁଥିଲେ। ବିଦ୍ୟାପତି ମୁଖିଆଙ୍କ ଝିଅକୁ ବିବାହ କଲେ ଏବଂ ଗୁମ୍ଫା ଦେଖିବା ପାଇଁ ଜିଦ୍ ଧରିଲେ। ମୁଖିଆ ପ୍ରତିଶ୍ରୁତି ଦେଇ କହିଲେ ତାଙ୍କର ଆଖିରେ ପଟି ବାନ୍ଧି ତାଙ୍କୁ ନେଇଯିବେ। କିନ୍ତୁ ବିଦ୍ୟାପତି ବହୁତ ଚତୁର ଥିଲେ। ସେ ରାସ୍ତାରେ ଗୁପ୍ତ ଭାବରେ ସୋରିଷର ଦାନ ପକାଇଦେଲେ। କିଛି ଦିନ ପରେ ଯେତେବେଳେ ବର୍ଷା ହେଲା, ସୋରିଷ ଗଛଗୁଡ଼ିକ ଗଜା ହୋଇଗଲା ଏବଂ ବିଦ୍ୟାପତିଙ୍କୁ ଗୁମ୍ଫାକୁ ଯିବାର ରାସ୍ତା ପାଇଗଲେ। ସେ ତୁରନ୍ତ ରାଜାଙ୍କୁ ଜଣାଇଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ସେ ତାଙ୍କର ବିଶାଳ ସୈନ୍ୟବାହିନୀ ଧରି ଗର୍ବର ସହିତ ପ୍ରଭୁଙ୍କୁ ନେବାକୁ ଆସିଲେ। କିନ୍ତୁ ସକାଳେ ପହଞ୍ଚିବା ମାତ୍ରେ ନୀଳମାଧବଙ୍କ ପ୍ରତିମା ସବୁଦିନ ପାଇଁ ଅଦୃଶ୍ୟ ହୋଇଗଲା। ପ୍ରଭୁ ତାଙ୍କର ଭକ୍ତ ବିଶ୍ୱାବସୁଙ୍କ ସହ ଘଟିଥିବା ରାଜାଙ୍କ ଛଳନା ଓ ଗର୍ବରେ ରାଗିଗଲେ। ରାଜା କାନ୍ଦି ପକାଇଲେ ଏବଂ କ୍ଷମା ମଧ୍ୟ ମାଗିଲେ ଏବଂ ସମସ୍ତ ଜଳ ଅନ୍ନ ତ୍ୟାଗ କଲେ। ତାପରେ ଆକାଶବାଣୀ ହେଲା, ମୁଁ ଆଉ ସେହି କଠୋରଙ୍କ ରୂପରେ ଦର୍ଶନ ଦେବି ନାହିଁ। ଏବେ ମୁଁ କାଠଗଣ୍ଡି ରୂପରେ ସମୁଦ୍ର କୂଳରେ ଆସିଲି। କିଛି ସମୟ ପରେ ପୁରୀ ସମୁଦ୍ର କୂଳରେ ଏକ ବିରାଟ ଆଶ୍ଚର୍ଯ୍ୟଜନକ କାଠଗଣ୍ଡି ଦୃଶ୍ୟମାନ ହୋଇ ଆସିଲା। ରାଜା ବୁଝିପାରିଲେ ଯେ ଏହା ଈଶ୍ୱରଙ୍କର ନୂତନ ରୂପ। ସେ ତୁରନ୍ତ ଏହି ପବିତ୍ର କାଠଗଣ୍ଡିକୁ ଈଶ୍ୱରଙ୍କ ପ୍ରତିମା କରିବାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ ସମସ୍ୟା ଏହା ଥିଲା, ନିଜର ମହାନ ମହାନ କର୍ମୀମାନେ କାଠଗଣ୍ଡି ବ୍ୟବହାର କରିବା ମାତ୍ରେ ସେମାନଙ୍କର ଉପକରଣ ଭାଙ୍ଗି ଛିନ୍ନ ହୋଇଗଲା। ସେହି ଦିବ୍ୟ କାଠଗଣ୍ଡିଟିରେ କିଛି ମଧ୍ୟ ହେଲା ନାହିଁ। ତାପରେ ଭଗବାନ ବିଶ୍ୱକର୍ମା ସ୍ୱୟଂ ଜଣେ ବୃଦ୍ଧ ମୂର୍ତ୍ତିକାରଙ୍କ ରୂପରେ ଆସିଲେ। ସେ କହିଲେ, ମୁଁ ଏହାର ପ୍ରତିମା ତିଆରି କରିବି, କିନ୍ତୁ ମୋର ଏକ ସର୍ତ୍ତ ଅଛି। 20 ଦିନ ପର୍ଯ୍ୟନ୍ତ କୋଠରୀ ବନ୍ଦ ରହିବ। ଯଦି ଦ୍ୱାର ମଝିରେ ଖୋଲାଯାଏ, ମୁଁ କାମ ଛାଡ଼ି ଚାଲିଯିବି। ରାଜା ରାଜି ହୋଇଗଲେ। 15 ଦିନ ପର୍ଯ୍ୟନ୍ତ ଭିତରୁ କାଠର ଶବ୍ଦ ଆସୁଥିଲା, କିନ୍ତୁ ତାପରେ ସବୁକିଛି ଅତ୍ୟନ୍ତ ଶାନ୍ତ ହୋଇଗଲା। ରାଣୀ ଗୁଣ୍ଡିଚା ଭାବିଲେ ଯେ ବୃଦ୍ଧ ମୃତ୍ତିକାର ଜଣକ ଭିତରେ ମୃତ୍ୟୁବରଣ କରିଥିବେ। ଭୟରେ ସେ ଦ୍ୱାର ଖୋଲିଦେଲେ, କିନ୍ତୁ ଦେଖିଲେ ଯେ ସେଠାରେ ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କର ଅସମ୍ପୂର୍ଣ୍ଣ ମୂର୍ତ୍ତି ଥିଲା। ରାଜା ବହୁତ ଦୁଃଖିତ ହେଲେ, କିନ୍ତୁ ତାପରେ ଭଗବାନ ସୂଚାଇ ଦେଲେ ଯେ ସେମାନେ ଏହି ଅସମ୍ପୂର୍ଣ୍ଣ ରୂପରେ ହିଁ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଚାହାନ୍ତି। ଏହି କାରଣରୁ ଆଜି ମଧ୍ୟ ଆମେ ଭଗବାନଙ୍କର ଏହି ଅସମ୍ପୂର୍ଣ୍ଣ ରୂପ ଦେଖୁ, କିନ୍ତୁ ସବୁଠାରୁ ସୁନ୍ଦର ରୂପଙ୍କୁ ପୂଜା କରୁ। ଯଦି ଆପଣ ଜଗନ୍ନାଥଙ୍କର ଭକ୍ତ ହୋଇଥିବେ, ତାହେଲେ